ପଢିବି ଆପଣମାନଙ୍କର ପାଇଁ ଆଉ ତାପରେ ଆମେ ଆଗକୁ ଯିବା। ଆଉ ତାହା ହେଉଛି ଜିଜିକେଲ ପୁସ୍ତକ 2 ପର୍ବ 5 ପଦକୁ ଆମେ ପାଠ କରିବା। ଜିଜିକେଲ ତାର 2 ପର୍ବ 5 ପଦ। ସେମାନେ ବିଦ୍ରୋହୀ ବଂଶ ଶୁଣନ୍ତୁ ଅବା ନ ଶୁଣନ୍ତୁ ତଥାପି ସେମାନଙ୍କର ମଧ୍ୟରେ ଜଣେ ଭବିଷ୍ୟଦ୍ବକ୍ତା ଆଉ ଜଣେ ଭବିଷ୍ୟଦ୍ବକ୍ତା ହୋଇଅଛି ବୋଲି ଜ୍ଞାତ ହେବେ। ସେମାନେ ଜ୍ଞାତ ହେବେ। ହାଲେଲୁୟା 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 ହାଲେଲୁୟା। ବାଇବେଲ ଜିଜିକେଲ କହନ୍ତି ସେମାନେ ଶୁଣନ୍ତୁ ବା ନ ଶୁଣନ୍ତୁ। ଉପରକୁ ଯଦି ପଢିବେ ବହୁତ ସୁନ୍ଦର ବିଷୟ ଲେଖା ହେଇଛି। ନିଳଜ ନିଳଜ ମାନେ ବୁଝୁଛ କାହାକୁ ନିଳଜ ବୋଲି କୁହାଯାଏ? ଯାହା ଭିତରେ ରକ୍ତ ନିଳଜ। এই যে বাইবেল যে শব্দ আছে বহুত প্রকার বাইবেল শব্দ আছে কঠিন শব্দ মানে ব্যবহার করেছেন। এই কাল সর্পর বংশ মানে বহু জিনিস বাইবেল আছে। তো এই বাইবেল কহে সেমানে শুনন্তু বা ন শুনন্তু তুমি দেখি কো কଣ କହୁଛୁ ଆମେ ସୁସମାଜ ମନ ପରିବର୍ତ୍ତନ ସ୍ୱର୍ଗରାଜ ସନ୍ନିକଟ। କିନ୍ତୁ କେତେ ଜଣ ଆମେ ଶୁଣିକି ପରିବର୍ତ୍ତନ କରୁଛୁ? କେତେ ଜଣ? ଅନେକ ସମୟରେ ପରିବାରରେ ଅଶାନ୍ତି କଳହ ଲାଗି ରହିଛି। ଅନେକ ସମୟରେ ନା ତ ସ୍ତ୍ରୀ ସ୍ୱାମୀର କଥା ଶୁଣୁଛି ନା ସ୍ୱାମୀ ସ୍ତ୍ରୀର କଥା ଶୁଣୁଛି, ପୁଅ ନା ତ ମା କଥା ଶୁଣୁଛି ନା ମା ପୁଅ କଥା ଶୁଣୁଛି। ଅଶାନ୍ତି ଲାଗି ରହିଛି, ଝଡ଼ ଲାଗି ରହିଛି। କିନ୍ତୁ ବାଇବେଲ କହେ ସେମାନେ ଶୁଣନ୍ତୁ ବା ନ ଶୁଣନ୍ତୁ ଆମର କାମ ଅଛି କହିବା। ଦେଖ ଡକ୍ଟରକୁ ଫରକ ପଡେ ନାହିଁ, ପେସେଣ୍ଟକୁ ଫରକ ପଡେ। ମନେ ରଖିଥାଅ ଡକ୍ଟରଟା ଟାଇମ ନେବ ବାବୁରେ ଏଇ ସମୟରେ ଔଷଧ ଖାଇବ, ଏଇ ସମୟରେ ଉଠିବ, ଏଇ ସମୟରେ ବସିବ। ଡକ୍ଟରଟା ତାର ଭଲ ପାଇଁ ଚିନ୍ତା କରେ କିନ୍ତୁ ଡକ୍ଟରକୁ ଫରକ ପଡେ ନାହିଁ ଆପଣ ଔଷଧ ଖାଆନ୍ତୁ ବା ନ ଖାଆନ୍ତୁ। ଫରକ କାହାକୁ ପଡେ? ଫରକ କାହାକୁ ପଡେ? ଫରକ ପେସେଣ୍ଟକୁ ପଡେ। ଫରକ ପେସେଣ୍ଟକୁ ପଡେ। କାରଣ ଯଦି ଟାଇମିଂରେ ଯଦି ମେଡିସିନ ନ ଖାଇବେ, ଟାଇମିଂ ଯଦି ଡକ୍ଟର କଥାକୁ ନ ମାନିବେ ନିଶ୍ଚିତ ଭାବରେ ଆପଣଙ୍କୁ ଫରକ ପଡିବ, ଡକ୍ଟରକୁ ଫରକ ପଡିବ ନା। ହାଲେଲୁୟା ହାଲେଲୁୟା ହାଲେଲୁୟା। ହାଲେଲୁୟା। ତ ବାଇବେଲରେ ତାଙ୍କର ଭବିଷ୍ୟଦ୍ବକ୍ତାମାନଙ୍କୁ ତାଙ୍କର ଦାସମାନଙ୍କୁ ନିରୂପିତ ସମୟରେ, ନିରୂପିତ ଜାଗାରେ, ନିରୂପିତ ଟାଇମରେ ପ୍ରଭୁ ତାଙ୍କୁ ରଖିଅଛନ୍ତି କଣ କରିବା ପାଇଁ? ସେମାନଙ୍କର ଯତ୍ନ ନେବା ପାଇଁ। କୋଉ ବିଷୟ ପାଇଁ? ଆପଣଙ୍କର ଆତ୍ମିକ ଜୀବନ ପାଇଁ। ଆମେ ଆତ୍ମିକ ଜୀବନ ପାଇଁ ଆମେ ଏଠି ଅଛୁ। ଆମେ ଆପଣମାନେ ଭଲ ରହନ୍ତୁ ବୋଲି ଆମର କାମନା, ଆପଣଙ୍କର ସମସ୍ତ ବିଷୟ ଭଲ ରହୁ ବୋଲି ଆମ ବାଳକମାନଙ୍କର ପ୍ରାର୍ଥନା। ସେଥିପାଇଁ ଆମକୁ ରଖାଯାଇଛି, ସେଥିପାଇଁ ଆମେ କହୁଛୁ ଆଉ କହୁଛୁ ମରିବା ପର୍ଯ୍ୟନ୍ତ। ଯେ ପର୍ଯ୍ୟନ୍ତ ଶ୍ୱାସ ଅଛି ସେ ପର୍ଯ୍ୟନ୍ତ ଆମେ କହୁଥିଲୁ। ତେବେ କାହିଁକି କଣ ପାଇଁ? ଆସୁ ଜିଜିକେଲ ପୁସ୍ତକ ତାର 38 ଅଧ୍ୟାୟର 7 ପଦକୁ ଆଜି ଆମେ ପାଠ କରିବା। ଜିଜିକେଲ ପୁସ୍ତକ ତାର 38 ର 7 ପଦକୁ ପାଠ କରିବା। ତେଣୁ ଜିଜିକେଲ କହନ୍ତି ସେମାନେ କଠିନ ଚିତ୍ତ, ଆମେ ସେମାନଙ୍କ ନିକଟକୁ ତୁମକୁ ପ୍ରେରଣ କରୁଛୁ, ତୁମେ ସେମାନଙ୍କୁ କହିବ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି। କିନ୍ତୁ ସେମାନେ କଣ କଲେ? ଟିକେ ଦୟାକରି ପଢ଼ନ୍ତୁ। ତୁମେ ପ୍ରସ୍ତୁତ ହୁଅ, ତୁମେ ପ୍ରସ୍ତୁତ ହୁଅ, କାରଣ ଆଗମନ ସନ୍ନିକଟ, ପ୍ରଭୁଙ୍କ ଦିନ ସନ୍ନିକଟ। ପ୍ରଭୁ ଯେ ଆସୁଅଛନ୍ତି ଏହା ନିରାଟ ସତ୍ୟ ବିଷୟ ଅଟେ। ପ୍ରଭୁଙ୍କର ମରିବା ବିଷୟ ସତ୍ୟ ଅଟେ, ପ୍ରଭୁଙ୍କର ଜୀବନ ବିଷୟ ସତ୍ୟ ଅଟେ, ପ୍ରଭୁଙ୍କର ଜନ୍ମ ବିଷୟ ସତ୍ୟ ଅଟେ, କିନ୍ତୁ ପ୍ରଭୁଙ୍କର ଆସିବା ବିଷୟ ମଧ୍ୟ ହାଲେଲୁୟା 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 ସତ୍ୟ ଅଟେ। କାହିଁକି ଜିଜିକେଲ ତାଙ୍କର ମନ ଭିତରେ ଏତେ ଆନ୍ଦୋଳନ? କାହିଁକି ଜିଜିକେଲ କହୁଛନ୍ତି ପ୍ରଭୁ ମୁଁ ତ ପ୍ରଥମ ସ୍ଥାନ ଯିବି ନାହିଁ, କାରଣ ଏଇ ଲୋକମାନେ ନିର୍ଲଜ, ଏଇ ଲୋକମାନେ ଶୁଣନ୍ତି ନାହିଁ ପ୍ରଭୁ, ଏଇ ଲୋକମାନେ କଥାକୁ ମାନିବେ ନାହିଁ। ମୁଁ ଛୋଟ ଥିଲି ଯେତେବେଳେ ମୋ ମା ବହୁତ ରେଷ୍ଟ୍ରିକ୍ସନ କରନ୍ତି ଆମ ସବୁ ବିଷୟ କରି। ଆଉ ପ୍ରାୟ ଦିନ କଥା ଶୁଣିବେ ନା, ଆମର ଓଡ଼ିଆ ମାନଙ୍କର ଘରେ ଏଇ ଶବ୍ଦଟା ବେଶୀ ଆମେ ୟୁଜ କରୁ। କଣ ୟୁଜ କରୁ ଆମେ? ରେ ନିର୍ଲଜ। ନିର୍ଲଜ ବୋଲି କାହାକୁ
তুমি ଯାଇକି ବାଟ ଘାଟରେ ନିର୍ଲଜ ଡାକିବ ତମକୁ ଛାଡ଼ିଦେବେ ବାଡ଼େଇ ଗୋଳେ ଗୋଳେ ତମକୁ ପିଟିବେ ସେ ନିର୍ଲଜ କାହାକୁ କୁହାଯାଏ ଯିଏ ବାର ବାର କଣ କରନ୍ତି ଅନୁଯୋଗ ଶୁଣିଲା ପରେ ସେ ଶୁଣେ ନାହିଁ ହିତୋପଦେଶ 29 ପର୍ବ 1 ପଦକୁ ପଢନ୍ତୁ ଆଜି ପ୍ରଭୁ ବାର ବାର ତାଙ୍କ ଆତ୍ମାଙ୍କର ଦ୍ୱାର ଭାବାଦିମାନଙ୍କର ଦ୍ୱାର ପରମେଶ୍ୱର ଆପଣ ଆତ୍ମାଙ୍କର ଦ୍ୱାର ସେଇ କଥା କୁହନ୍ତି ଯୋଉଟା ଆମ ଜୀବନଟା ହିତଜନକ 29 ରେ 1 ପଦ ଯେଉଁ ଲୋକ ଥରକୁ ଥର ଅନୁଯୋଗ ପାଇଲେ ଆପଣ ଗ୍ରୀବା ଶକ୍ତ କରେ ସେ ପ୍ରତିକାର ବିନୁ ହଠାତ୍ ଭଗ୍ନ ହେବ ସେ ହଠାତ୍ ତାର ମୃତ୍ୟୁ ହବ ସେଥିପାଇଁ କହନ୍ତି ଆପଣ ଯିଏ ବାହାରେ କଣ ଆପଣ ହାତରେ ଆମେ ନିଜେ ମରୁ କାହାକୁ ଦରକାର ନାହିଁ ମାନେ ବାପା ଆମେ ନିଜେ ମରିବା ପାଇଁ ନିଜେ ଦୋଷୀ ଶତ୍ରୁ ଆମର କିଛି ନାହିଁ ଆମେ ହିଁ ନିଜେ କାହା ଶତ୍ରୁ ହେଇଯାଉ ସେଥିପାଇଁ ପ୍ରଭୁଙ୍କର ବାକ୍ୟ ମାନଙ୍କୁ ଶିଖାଏ ପ୍ରଭୁ କହିଲେ ଯାଅ ଜିଜିକେଲ जो प्रभु जिजिकेल को आत्माଙ୍କର ଧୂଳିରେ ଅଭିଷେକ କରୁ ଏମାନଙ୍କ ଭିତରେ ଭଗବାନ କର ଏମାନେ ସୁଖିଲା ଭାବରେ ଏମାନଙ୍କ ଭିତରେ ଆତ୍ମାରେ ଏମାନେ ନୂତନ ଲକ୍ଷଣରେ ତୁମେ ଯାଅ ସେମାନଙ୍କ ପାଖକୁ କାହିଁକି 38 ର ଆମେ 7 ପଦକୁ ପଢୁଛୁ ପଢ ତୁମେ ପ୍ରସ୍ତୁତ ହୁଅ ତୁମେ ଆପଣାକୁ ଓ ତୁମ୍ଭ ନିକଟରେ ଏକତ୍ରିତ ତୁମର ସମସ୍ତ ସମାଜକୁ ପ୍ରସ୍ତୁତ କର ମଣ୍ଡଳୀକୁ ପ୍ରସ୍ତୁତ କର ସମାଜକୁ ପ୍ରସ୍ତୁତ କର ପରିବାରକୁ ପ୍ରସ୍ତୁତ କର ଯୁବତୀମାନଙ୍କୁ ପ୍ରସ୍ତୁତ କର ବୃଦ୍ଧା ମାନଙ୍କୁ ପ୍ରସ୍ତୁତ କର ମଣ୍ଡଳ ଥରେ ତମକୁ ତୁମେ ପ୍ରସ୍ତୁତ କର ଆଉ ତୁମେ ସେମାନଙ୍କର ରକ୍ଷକ ହୁଅ ହାଲେଲୁୟା ବାଇବେଲ କେବେ କହେ ନାହିଁ ଯେ ଜଣେ ବିନଷ୍ଟ ହେଇଯାଅ ଜଣେ ମରିଯାଅ ଜଣେ ପାପରେ ଲଟପଟ ହେଇକି ମରିଯାଅ ପ୍ରଭୁଙ୍କର ଇଚ୍ଛା ନୁହେଁ ପ୍ରଭୁଙ୍କର ଇଚ୍ଛା କଣ ବାଇବେଲ କହେ ଦୁଷ୍ଟ ମରଣରେ ମୁଁ ସନ୍ତୁଷ୍ଟ ପ୍ରଭୁ କେବେ ଚାହାନ୍ତିନି କାହାରି ମରଣ ପ୍ରଭୁ କେବେ ଚାହାନ୍ତିନି କି ମରିଯାଉ ପ୍ରଭୁଙ୍କର ପାଖରେ ପ୍ରଭୁ ଦୁଷ୍ଟକୁ ସମୟ ଦେବି ତେଣୁ ମୁଁ କାଲି କହୁଥିଲି ଦୁଷ୍ଟମାନଙ୍କର ବଳିଦାନ ଛଡ଼ା ପ୍ରଭୁ କଣ କରନ୍ତି ଘୃଣା କରନ୍ତି ଦୁଷ୍ଟମାନଙ୍କୁ ଦେଖିବାକୁ ଦୁଷ୍ଟମାନେ ଜଗତରେ ନଥିବେ ସେଥିପାଇଁ ପ୍ରିୟ ମୋର ମଣ୍ଡଳୀ ଆଜି ପ୍ରଭୁ ଚାହୁଁଛନ୍ତି ଆମେ ପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହେବା ପରିବାର ପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହଉ ମଣ୍ଡଳୀ ଯୋଉ କନ୍ୟା ତାକୁ କନ୍ୟା ବୋଲି କୁହାଯାଇଛି जो कन्या में बाइबल कहे कन्या जे पर्यंत आपको सजीत न करो आप समाज पर न रहे जे पर्यंत बड़ किबे मध्य कन्या को नेबो नहीं हमर आत्मिक विषय हेबा कथा प्रभु आत्मिक विषय को नेबा पाई आसीबे ए मन्नय नगर कन्या बे ए मन्नय लेखा जी बाइबल मेघमाल रे प्रभु आसीबे प्रथम लेखा जी बाइबल आपला कन्या संग से साक्षात करिबे हालेलुया यदि कन्या प्रस्तुति नुहे कन्या यदि प्रस्तुत हेई नहीं मन रखितांतो आगमन समय कन्या छड़ा जीवन आमे जे कौन से मंडल होना कहेंगे चाहे हमें फुल गॉस्पेल चर्च रे हो बा हमें रोमन कैथोलिक सेना जते सुनतो और जो माने मोर कथा को सुनो चंती ध्यान दे मन रखितांतो जो पर्यंत आपना को हमें सज्जित करिनो प्रस्तुत हेई न हमें केबे मध्य आगमन समय प्रभु को निकट को जाई पारि यदि भाई प्रस्तुत हेबाक पड़िबो जदि प्रिय बितले गोल्ड में पाइबा भाई से केते परिश्रम करे आपना को दिन रात एक करी दिए सही मेडल को पाइबा पाई बाइबल कहे से मेडल ए जगत रे सरी बच्ची की मेल्ट हे जीवो किंतु प्रभु को पाखरे जो मेडल अछि से मेडल केबे मध्य सरी बथिते भाई बाइबल कहे प्रकाशित वाक्य रे आम्बे तुमर कर्म अनुसार पुरस्कार नै आसुछु आ प्रत्येक मनुष्य को तार कर्म अनुसार ताकू कोन करा जीवो पुरस्कार ताकू दिया छी
ଆମେ ସମସ୍ତେ ଚାହିଁଛୁ ପୁରସ୍କାର ପାଇବା ପାଇଁ। ହୋଇପାରେ କି ଟିକେ ପରିଶ୍ରମ କରୁଛି, ହୋଇପାରେ କି ବେଶୀ ପରିଶ୍ରମ କରୁଛି, ହୋଇପାରେ କି ବେଶୀ ଦୌଡୁଛି, କିନ୍ତୁ ବାଇବେଲ କହେ ସମସ୍ତେ ଦୌଡ଼ରେ ଦୌଡ଼ନ୍ତି କିନ୍ତୁ ଜଣେ ବ୍ୟକ୍ତି କଣ ପାଏ? ସେ ପୁରସ୍କାର ପାଇଥାଏ। ଆମେ କିଭଳି ଦୌଡୁଛୁ ପ୍ରଭୁଙ୍କର ପାଇଁ, ଆମର ଦୌଡ଼ କିଭଳି ଅଛି, ଆମେ କିପରି ଦୌଡୁଛୁ, ସେଥିପାଇଁ ପ୍ରକାଶିତ ବାକ୍ୟ ତାର ଦୟାକରି ମୋ ସହିତ ପଢନ୍ତୁ, ତାର 2 ପର୍ବ 5 ପଦକୁ ଏଫେସୀ ମଣ୍ଡଳୀ ପ୍ରଭୁ କଣ କହୁଛନ୍ତି ଦୟାକରି ପଢିବା। କେଉଁଠାରୁ ତୁମର ପତନ ହୋଇଅଛି ତାହା ସ୍ମରଣ କରି ତାହା ସ୍ମରଣ କରି ମନ ପରିବର୍ତ୍ତନ କର। ଆପଣ ପରିବର୍ତ୍ତନ କର। ତେଣୁ ରେଭେଲେସନ ଲେଖା ଆଜି ପ୍ରକାଶିତ ବାକ୍ୟରେ ଜଣ ସେଇ ଦୀପରେ ଦେଖୁଛନ୍ତି ଦର୍ଶନ ଏଫେସୀମାନଙ୍କୁ କହୁଛନ୍ତି କେଉଁଠାରୁ ତୁମର ପତନ ହେଇଛି, କେଉଁଠାରୁ ତୁମେ ପଡ଼ିଅଛ, ଟିକେ ସ୍ମରଣ କର। ଓ ଆଦ୍ୟ କର୍ମ ସବୁ ଆଦ୍ୟ କର୍ମ ସବୁ କର କର, ନହିଲେ ଯେବେ ମନ ପରିବର୍ତ୍ତନ ନ କର ଯଦି ମନ ପରିବର୍ତ୍ତନ ନ କର ତେବେ ଆମ୍ଭେ ତୁମ ନିକଟକୁ ଆସି ତୁମ ନିକଟକୁ ଆସି ତୁମର ପ୍ରଦୀପ ସ୍ୱସ୍ଥାନରୁ ଘୁଞ୍ଚାଇ ଦେବୁ। ଆଉ ଘୁଞ୍ଚାଇ ଦେବ। ହାଲେଲୁୟା, 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 ହାଲେଲୁୟା। ହାଲେଲୁୟା। ଆମର କି ପ୍ରକାର ଆମର ପରିବର୍ତ୍ତନ ହେଇଯାଉଛି? ହୋଇପାରେ 2024 କୁ ଛାଡ଼ିବା ମାତ୍ର ଆଜି 12ଟି ଦିନ ହେଇଛି। ଆଜି ଆମର এই 12ଟି ଦିନକୁ ଲକ୍ଷ୍ୟ କରନ୍ତୁ। এই 12ଟି ଦିନ ଭିତରେ ବହୁତ କିଛି ହେଇସାରିଲା। କଣ ଆଜି ଆମେ ପରିବର୍ତ୍ତନ ଅଛୁ କି ପ୍ରଭୁଙ୍କର ପାଇଁ? କଣ ପ୍ରଭୁ ଆସିବା ସମୟରେ ଆମେ ପ୍ରସ୍ତୁତ ଅଛୁ କି? ଆମେ ଭଲ ଭାବରେ ଜାଣୁ ବର ଆସିବା ପୂର୍ବରୁ କନ୍ୟା ଯାତ୍ରୀ ମାନେ ଆଡ଼ଭାନ୍ସ ସେମାନେ ପ୍ରସ୍ତୁତ କରି ନିଅନ୍ତି। କୋଉଠୁ କାହାକୁ ବସେଇବାର ଅଛି, କାହାକୁ କି ପ୍ରକାର ଟ୍ରିଟମେଣ୍ଟ କରିବାର ଅଛି, କାହାକୁ କୋଉ ଜିନିଷ କରିବାର ଅଛି, କନ୍ୟା ଉପରେ ଆଗରୁ ସେମାନେ ପ୍ରସ୍ତୁତ ହୁଅନ୍ତି। କିନ୍ତୁ ବର ଆସିବା ସମୟରେ ନୁହେଁ। ସେଥିପାଇଁ ବାଇବେଲରେ ଆମେ ଜାଣୁ 5 ନିର୍ବୁଦ୍ଧି ଆଉ 5 ସୁବୁଦ୍ଧି ବିଷୟରେ। ସୁବୁଦ୍ଧି ମାନେ ତ ତୈଳକୁ ତିଆରି କରି ବର ଅପେକ୍ଷାରେ ସେମାନେ ଥିଲେ। ବର କେତେବେଳେ ଆସିବ ଆମେ ଯିବୁ, କିନ୍ତୁ ନିର୍ବୁଦ୍ଧି ମାନେ ଲେଖାଛି ବାଇବେଲରେ ସେମାନେ ପ୍ରସ୍ତୁତ ନଥିଲେ। ବର ଆସିବା ସମୟରେ ତେଲ ଖୋଜିବା ପାଇଁ ସେମାନେ ମୁଁ ଆଜି ବି ଆପଣମାନଙ୍କୁ କହିଦେବା ପାଇଁ ଚାହିଁବି, ଗୋଟିଏ ଗେଟ୍ ଅଛି, ଗୋଟିଏ ଏଣ୍ଟ୍ରାନ୍ସ ଗେଟ୍ ଅଛି, ଆଉ ଗେଟ୍ ନାହିଁ। ତା ହେଉଛି ନୋହଙ୍କର ଜାହାଜ। ଯେଉଁମାନେ ପ୍ରବେଶ କରିବେ ସେମାନଙ୍କର ପାଇଁ ଖୋଲା ଅଛି, ଯେତେବେଳେ ଗେଟ୍ ଦ୍ୱାର ବନ୍ଦ ହେଇଯିବ ମନେ ରଖିଥାନ୍ତୁ ଆଉ ଗେଟ୍ କେବେ ଖୋଲା ଯିବ ନାହିଁ। ସବୁଦିନ ପାଇଁ ଗେଟ୍ ବନ୍ଦ ହେଇଯିବ। ଖୋଜିବା ପାଇଁ ଗଲେ କିନ୍ତୁ ମାଗିଲା ଗଲେ ଏଇ ବୁବୁଲା ମାନେ ଗଲେ ଆମ ପାଖରେ ତେଲ ନିଅଣ୍ଟ ଅଛି। এই ସହଭାଗିତା କିଏ ଜାଣେ ଆମେ ପାଇବା କି ନ ପାଇବା କିଏ ଜାଣିଛି। ଆମେ ଏଇଭଳିଆ ପ୍ରଭୁଙ୍କର ମନ୍ଦିରରେ ବସିକି ପ୍ରଭୁଙ୍କର ଉପାସନା କରିବା କିଏ ଜାଣେ? କାରଣ ଯୋଉ ସମୟ ବର୍ତ୍ତମାନ ଆସୁଛି କଠିନର ସମୟ, ପ୍ରେମ ପରିବାର ବାଇବେଲକୁ ଅଡ଼େଇବା ପାଇଁ ବି ଆମକୁ ବେଳେ ସମୟ ଲାଗିବ। ଆମ ସାମ୍ନାରେ ଲୋକମାନଙ୍କର ହତ୍ୟା ହେଉଥିବ, ଆମ ସାମ୍ନାରେ ଲୋକମାନଙ୍କୁ ଜୀବନ୍ତ ଜାଳିବେ, ଆମ ସାମ୍ନାରେ ଲୋକମାନଙ୍କର ମୁଣ୍ଡ କଟାଯିବ। ଯେତେବେଳେ ଆପଣ ଚିନ୍ତା କରିବେ ମୁଁ କେତେ ବଡ଼ ମିସ୍ କରିଛି ଆଜି। ତେଣୁ ବାଇବେଲ କହେ ଯିଏ ମୋ ସୁସମାଚାର ପ୍ରଚାର କରିବାରେ ଯିଏ ନିଜକୁ ଲାଜବୋଧ କରେ, ଯିଏ ଲଜ୍ଜା କରେ, ଯିଏ କହିବା ପାଇଁ ଡରେ, ପ୍ରଭୁ କହନ୍ତି ସେ ମୋର କେବେ ଶସ୍ୟ ହେଇପାରିବ ନାହିଁ। ପ୍ରିୟର ମଣ୍ଡଳୀ, ପ୍ରଭୁ ଆମକୁ ସୁଯୋଗ ଦେଇଛନ୍ତି। କିଏ ଜାଣେ ଏମିତି ବାଜା ବଜେଇବା କି ନା କିଏ ଜାଣେ? ସବୁବେଳେ ଯୋଉ ପେପେଟରେ ବାଜା ବଜେଇବ କିଛି ଗ୍ୟାରେଣ୍ଟି ନାହିଁ। ସବୁବେଳେ ଝୁଲୁ ଯୋଉ ଡ୍ୟାନ୍ସ ସେଟ୍ ବଜେଇବ କିଛି ଗ୍ୟାରେଣ୍ଟି ନାହିଁ। ସବୁବେଳେ ଯେ ଆମେ ଏମିତି ସତ ଆସିକି ଆମେ ସୁନ୍ଦର ଭାବରେ ବସିବା ଗିର୍ଜା ଆଗରେ କିଛି ଗ୍ୟାରେଣ୍ଟି ନାହିଁ। କେତେବେଳେ ମାଡ଼ି ଆସିବ, କେତେବେଳେ ସାଇକ୍ଲୋନ ଆସେ। ସାଇକ୍ଲୋନ ଛୋଟ ଗଛ ବଡ଼ ଗଛ ଦେଖି ନାହିଁ, ସେ ଧନୀ ଆଉ ଗରିବ ଦେଖି ନାହିଁ, ସେ ମାଡ଼ିକି ସମସ୍ତଙ୍କୁ ବସେଇକି ନେଇଯାଏ। ସେଥିପାଇଁ ପ୍ରସ୍ତୁତ ହୁଅନ୍ତୁ। କିଛି ଦିନ ଆମେ ଦେଖୁଛୁ ଲୋକମାନଙ୍କର ପ୍ରଭୁଙ୍କ ଲୋକମାନଙ୍କ ଦଶାକୁ ଦେଖୁଛୁ ଆଜି। କେତେ ଲୋକମାନଙ୍କୁ ଜିଅନ୍ତା ନିଆଁରେ ପକାଯାଉଛି, କେତେ ଲୋକମାନଙ୍କୁ
दिन दहाड़े रास्ता कोड़े से छुरी भुका जाऊँगी आउ केते लोक मान कहते तुम्हें यीशु को स्वीकार कर प्रिय मंडली इजिकल को कहागला से माने शुणु बा न शुणु तुम्हें से मान वर्तमान जगत अंधकार पापरे परिपूर्णता ममतारे परिपूर्णता ना तो पापा पिला कथा को शुणुचे ना पिला पापा कथा को शुणुचे घर घर भितर कली घर भितर अशांत लगे रही अच्छे ये कहते छालुड़ी को तू एते बड़ तोर कणा अछि किंतु झुंची कहते मोर गुटे बड़ी कणा अछि आमे समस्त किछि ना किछि पापरे पड़ी रही छु अछि आमे यदि प्रिय मंडली निजे निजे परिवार को प्रस्तुत करते प्रभु जितेबले गोटे पुओ राति 9टारे जितेबले घर को न फेरे 12 बजे जितेबले तार मां तार पुओ को अपेक्षा करता केतेबले से पुओ घर को आसे जो स्त्री तार स्वामी को 12टा जितेबले बाजी जाए राति जितेबले 9 फेरे तार स्त्री तार पे छटपट हो जाए केतेबले मो स्वामी आसे तार पुओ जदि टिके ट्यूशन लेट कर दिए मां अस्त व्यस्त हो जाए ठीक से भलिया प्रेम परिवार प्रेम मंडली आज आम प्रभु को केते प्रस्तुत आज अच्छु आज तेणु किसी कहते कौन 38 पद 7 पद कौन पढ़ु आज आम तुम्हें प्रस्तुत हो कि हो न तेरे प्रभु बोले किसी के तुम्हें जाओ सवारे सुनतु ना न सुनतु तुम्हें समान को देखी को परिवार आम कहूँ चर्च को आस सहभागिता को आस प्रभुंकर मंदिर को आस विश्राम दिन अटे प्रभु के पास जाओ कई सुना सब अपने मन मानी में ସେଥିପାଇଁ ବାଇବେଲ କହେ ଯୁବା ଆପଣା ମନର ଗତିରେ ଚାଲେ ଯୁବା ଲୋକମାନଙ୍କୁ ଧରିକି ବସେଇ ପାରିବ ନାହିଁ ତୁମେ କେବେ ବି ବାଇବେଲ ପ୍ରମାଣ କରେ ଯୁବା ଆପଣା ମନର ଗତିରେ ସେ ଉଡ଼ି ଲେଖା ହେଇଛି ବାଇବେଲରେ କେମିତି ଲେଖା ହେଇଛି ବାଇବେଲ ଉପଦେଶ କରେ ठीक समय प्रभु लेखा तोर विचार करेंगे तो जितकी उड़वा तो उड़ी था जितकी तो जीवा तो जाई था किंतु मन की था विचार तो तो बुहाड़ी प्रिय मन मंडली तो लेखा छी 38 7 पद में पढुछु तुम्हें प्रस्तुत हो कहां पर प्रस्तुत हो को पर प्रस्तुत हो बाइबल को स्वर्गराज सनिकट मन परिवर्तन करो आपन को प्रस्तुत करो हालेलुया 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 ଏବେ ଆମେ ସାକ୍ଷ୍ୟ ଶୁଣୁଥିଲୁ କାହା ପାଇଁ ପପୁର ପାଇଁ ତାର ବିବାହ ପାଇଁ ଆମେ ପ୍ରାର୍ଥନା କରିବା ବିବାହ ବହୁତ ଦିନ ଅଛି କିନ୍ତୁ ଏବେଠୁ ପ୍ରସ୍ତୁତ ଚାଲିଛି ଆମେ ଆଗରୁ ପ୍ରସ୍ତୁତ ହେବା ପ୍ରଭୁ ଆସିବା ସମୟରେ ଯଦି ପ୍ରସ୍ତୁତ ହେବେ ଆପଣ ଫେରି ହେଇଯିବେ ଆଜି ଏଠି ସ୍ୱାମୀ ସ୍ତ୍ରୀ ବୋଲି ଆମେ ହାତ ଧରିଛୁ ଯେତେବେଳେ କାଲି ପ୍ରଭୁ ଯେତେବେଳେ ଆପଣଙ୍କର ସ୍ୱାମୀକୁ ବା ଆପଣଙ୍କ ସ୍ତ୍ରୀକୁ ଯେତେବେଳେ ନିଆଁରେ ଯେତେବେଳେ ପଡ଼ି ଛଟପଟ ହେଉଥିବ ସେତେବେଳେ କହିପାରିବେନି ଯେ ପ୍ରଭୁ ମୋର ସ୍ୱାମୀକୁ ତୁମେ ବଞ୍ଚାଅ ସେ ପ୍ରଭୁ ଆସିଲାଣି ଚର୍ଚ୍ଚକୁ ପ୍ରଭୁ ସଭାଗୀତାକୁ ଆସିଲାଣି ବର୍ତ୍ତମାନ ଦ୍ୱାର କ'ଣ ଅଛି ଦ୍ୱାର କ'ଣ ଅଛି ଖୋଲା ଅଛି द्वार खुलार मूल्य को आमे बुझु जो दिन द्वार बंद हबो से दिन द्वार मूल्य को प्रमाण बुझिबे यो जुमितर कहते कोन तुम्हें प्रस्तुत हो के हो के जाओ न जाओ के चर्च आसो न आसो निजे निजे को प्रस्तुत हो हालेलुया 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 आमे सबले चेष्टा करिता समस्त प्रभु को पाइ जीवा बोली पांचटा परिवार पांचटा पिला छुआ में पांचटा परिवार के कहार मन को बेसु दिन थिला जे गोटे थाली रे आमे समस्त मिसिकी खाउथु किंतु वर्तमान एमती दिन हे गलानी जे गोटे थाली रे खाଇବା ପାଇଁ इच्छा करूना बाइबल कहे जेते अधर्म बढिबो जेते पाप बढिबो बाइबल आमान को स्पष्ट भाव रे तब जवाब तार प्रेम ठंडा हे जिवो प्रेम बढ हे जिवो ठंडा हे जिवो काहे कि ठंडा हो कारण अधर्म बढिबो पाप बढिबो दोस्ती बढिबो संख्या बड़े से खाई प्रेम ठंडा आगे गोटे कि आणुला घर को आम समस्त खुशी होती किंतु एबे जदि के जदि किछिटा आनिबो पड़ोसी वाला जानिछ कोन आपन को जोड़िबो आरो कि साइकिल रे जो खुशी होतले बड़ा सुंदर साइकिल सुंदर से बड़ा होतले किंतु रे साइकिल रे जदि गोटे 6 लाख रो गाड़ी रखिबो तुमको खुशी होमान जानिछ कोन जोड़िबो तारे प्रेम मंडली प्रस्तुत होते प्रभु करते यदि प्रयास कौन
କର। ସମାଜ ତଥା ମଣ୍ଡଳ, ବର୍ତ୍ତମାନ ମଣ୍ଡଳୀକୁ ଦେଖନ୍ତୁ ଚାରିଆଡ଼େ କିଛି ନା କିଛି ଅଶାନ୍ତି ଲାଗିଛି ମଣ୍ଡଳୀ ଭିତରେ। ପଇସା ପାଇଁ ହଉ, ପୋଜିସନ ପାଇଁ ହଉ, ଆଉ କିଛି ବିଷୟ ପାଇଁ ଲାଗିଛି। ଆମେ ନିଜେ ପ୍ରସ୍ତୁତ ହେଇନାହୁଁ, ଆମେ ନିଜେ ତିଆରି ହେଇନାହୁଁ, ହେଲେ ଆମେ ସମାଜକୁ କିପରି ତାକୁ ପ୍ରସ୍ତୁତ କରିବା। ସମାଜ କୋଉ ଜାଗାରେ ଅଛି ଆଜି? ପୁସ୍ତକ ପଢୁଛୁ, ଲୋକମାନେ କଠିନ ଚିତ୍ତ ଲୋକମାନେ କେବେ ତୁମେ ପ୍ରସ୍ତୁତ ହବ, କେବେ ତୁମେ ଶୁଣିବ ସେ କଥାକୁ। ସେଥିପାଇଁ ପ୍ରଭୁ କହୁଛନ୍ତି କଣ? ପ୍ରସ୍ତୁତ ହବ। ହାଲେଲୁୟା, ହାଲେଲୁୟା। ହାଲେଲୁୟା। ଜଣେ ଚକି ପିସୁଥିବ, ଲେଖା ଅଛି ନା 2 ଜଣ ଚକି ପିସୁଥିବେ, କାହାକୁ ଉଠାଯିବ? କିଏ ଥିବ କିଏ ଜାଣେ? ଫିମେଲ କିଏ ଥିବ କିଏ ଜାଣିଛି? ସେକ୍ରେଟାରୀ ଥିବେ କି ପାଳକ ଥିବେ କିଏ ଜାଣିଛି? ବିଶ୍ୱାସୀ ଥିବେ କି ବିଶ୍ୱାସୀ ନାମକ ପିଲାମାନେ ଥିବେ କିଏ ଜାଣିଛି? କି 2 ଜଣ ଚକି ପିସାଉଥିବ, ଜଣକୁ କଣ ଲେଖାଯିବ ବାଇବଲରେ? ଉଠାଯିବ, ଜଣକୁ ଛଡ଼ାଯିବ। କୋଉମାନଙ୍କୁ ଛଡ଼ାଯିବ? ଆସୁ ଟିକେ ପଢିବା, ଆମେ ଦୟାକରି ପଢିବା କି? ପଢିବା 27 ପଦକ ପଢନ୍ତୁ। ଗୀତ ସଂହିତା, ହିତୋପଦେଶ, ଦ୍ୱିତୀୟ ହିତୋପଦେଶ 27। ମନୁଷ୍ୟର ଆତ୍ମା ମଣିଷର ଆତ୍ମା ସଦାପ୍ରଭୁଙ୍କର ପ୍ରଦୀପ, ସଦାପ୍ରଭୁଙ୍କ ଦୀପ ଅଛି, ସଦାପ୍ରଭୁଙ୍କର ପ୍ରଦୀପ ମନୁଷ୍ୟର ଆତ୍ମା। ସେଥିପାଇଁ ପ୍ରଭୁ ଏ ମଣିଷ ମାନଙ୍କ ପାଇଁ ବିଜୋଗୀ, ମଣିଷ ମାନଙ୍କ ପାଇଁ ତାଙ୍କର ଚିନ୍ତା, ମଣିଷ ବିନଷ୍ଟ ନ ହଉ ବୋଲି ପ୍ରଭୁ କହୁଛନ୍ତି ପ୍ରସ୍ତୁତ ହୁଅ। ମଣିଷର ଆତ୍ମା କଣ ଲେଖାଯିବ ଏଟା? ମନୁଷ୍ୟର ଆତ୍ମା ମଣିଷର ଆତ୍ମା ସଦାପ୍ରଭୁଙ୍କର ପ୍ରଦୀପ, ସଦାପ୍ରଭୁଙ୍କର ପ୍ରଦୀପ, ତାହା ତାହା ଅନ୍ତରାଳୟସ୍ଥ ସବୁ ବିଷୟ ଅନୁସନ୍ଧାନ କରନ୍ତି। ଆମକୁ ଆଉ କହିବା କିଛି ଦରକାର ନାହିଁ। ମୁଁ କେତେ ଭଲ, ମୁଁ କେତେ ସୁନ୍ଦର, ମୁଁ କେତେ କଣ କରିପାରେ। ଆମକୁ କମ୍ପ୍ଲେନ ଦେବା ଦରକାର ନାହିଁ ପ୍ରଭୁଙ୍କ ପାଖରେ। କମ୍ପ୍ଲେନ ଅଲରେଡି ଅଛି। କମ୍ପ୍ଲେନ ଥିବା ଲୋକକୁ କମ୍ପ୍ଲେନ ଦରକାର। ପ୍ରଭୁ ଜାଣିଛନ୍ତି ତୁମେ କିଏ। ମୋ ରାଜ୍ୟକୁ ଆସିପାରିବେ ପ୍ରସ୍ତୁତ ନାହାନ୍ତି। କିନ୍ତୁ 5 ନିର୍ବୁଦ୍ଧି ମାନେ ପ୍ରସ୍ତୁତ ଥିଲେ। 5 ନିର୍ବୁଦ୍ଧି ମାନେ ସହଭାଗିତାରେ, ପ୍ରାର୍ଥନାରେ, ବାକ୍ୟ ବୋଲିବାରେ, ସେବା କାର୍ଯ୍ୟ କରିବାରେ, ପ୍ରଚାର କାମ କରିବାରେ ଏ 5 ନିର୍ବୁଦ୍ଧି ମାନେ ପ୍ରସ୍ତୁତ ଥିଲେ। କୋଉମାନେ ପ୍ରସ୍ତୁତ ହୁଅନ୍ତି? ବାଇବେଲ କହେ ଅଳସୁଆ ଲୋକ। ଅଳସୁଆ କଣ କରେ? ଅଳସୁଆ କଣ ପାଏ? ଅଳସୁଆ ବହୁତ ଦୁଃଖ ପାଏ। ଅଳସୁଆ ଆପଣ ହାତ କଣ କରେ? ପ୍ଲେଟ ପାଖକୁ ନିଏ, କିନ୍ତୁ ତାର ହାତ ମଧ୍ୟ ପହଞ୍ଚେଇ ପାଏ। ଭାରି କଷ୍ଟ ତାକୁ। ଅଳସୁଆ ଲୋକମାନେ ଜାଣିଛନ୍ତି କଣ କରନ୍ତି? ସେମାନେ ଧୂଳି ମୁଢି ହେଇକି ସେମାନେ ପଡିଥାନ୍ତି ଖଟ ଭିତରେ। ଆଜି ସଣ୍ଡେ ଦିନ ଗୋଟେ ଛୁଟିଟେ ପାଇଛି, କେତେ ସୁନ୍ଦର ଶୋଇବା ଜିନିଷ। ଆଜି ସଣ୍ଡେ ପିକନିକ ଯିବାର ଦିନ। ଭିଡି ମୁଢି, କିଏ ଭିଡି ମୁଢି ହୁଏ ଜାଣିଛନ୍ତି? କିଏ ଭିଡି ମୁଢି ହୁଏ? ସାପକୁ ଦେଖିଛ? ସାପ ଭିଡି ମୁଢି ହୁଏ। ବେଙ୍ଗ ଖାଇଲା ପରେ ଭିଡି ମୁଢି ହବ, ତାର ହଜମ କଲା ପାଇଁ। ସେଥିପାଇଁ ବାଇବେଲ କହୁଛି ଅଳସୁଆ ଲୋକମାନେ କଣ କରନ୍ତି? ଭିଡି ମୁଢି ହୁଅନ୍ତି। ଆଉ କଣ ପିନ୍ଧେ ସେମାନେ? କଣ ପିନ୍ଧେ ସେମାନେ? ଚିରା କନା ସେମାନେ ପିନ୍ଧନ୍ତି। କୋଉମାନେ? ଅଳସୁଆ ଲୋକମାନେ। ଦାରିଦ୍ରତା ସେମାନଙ୍କୁ ଗୋଳାଇ ଲେଖାଇଛି ବାଇବେଲରେ। ପ୍ରଭୁ କହିଲେ ଦେଖ ଦ୍ୱାର ନିକଟରେ କିଏ ବସିଛି? ଦୁଃଖ ସୈତାନ ବସିକି ଅଛି। ସେଥିପାଇଁ ପ୍ରିୟ ମଣ୍ଡଳୀ, ଅଳସୁଆ ଲୋକମାନଙ୍କୁ ପ୍ରଭୁ ପସନ୍ଦ କେବେ କରନ୍ତି ନାହିଁ। ତାଲି ମାର କହିଲେ ଗୋଟେ ହାତ ବାଜୁଥିବ, ଗୋଟେ ହାତ ଶୂନ୍ୟ ନେଇକି ପଡିବ। କେତେ ଲୋକମାନଙ୍କୁ ମୁଁ ଦେଖି, ଅବଶ୍ୟ ମୁଁ କ୍ରିକେଟ ପ୍ଲେୟର ମୁଁ ନୁହେଁ, ମୁଁ ଖେଳ ପ୍ରିୟ ଥିଲି। ମୁଁ ଖେଳୁଥିଲି କ୍ରିକେଟ ଫୁଟବଲ। ଛକା ମାରିଲେ ପୁରା ଟିଭି ଉଠିକି ଫୋପାଡ଼ି ଦେବେ ପୁରା। କିନ୍ତୁ ଗିର୍ଜା ଘରେ ଗୀତ ହଉଥିବା ସମୟରେ ତାଲି ବଜାଇବାକୁ ଗଲେ ତାଲି ବାକି କାମ କରିବା ପାଇଁ ତାଙ୍କର ହାତ ସବୁବେଳେ ଆଗ ଉଠେଇ ପାରନ୍ତି। କାହାକୁ ମାର କହିଲେ ପୁରା ଚକୁ ଭୁଷି ଦେବେ ସେମାନେ। କିନ୍ତୁ ପ୍ରଭୁଙ୍କର ପାଇଁ ହାତ ଉଠେଇକି ଧନ୍ୟବାଦ ଦେଇ କହିଲେ ସେମାନଙ୍କର ହାତ ଉଠେଇ ନାହିଁ। ଲୁହ ଟିକେ ସେମାନଙ୍କର ଆଖିରୁ ବାହାରେ ନାହିଁ।
ଆମେ କହୁ ପ୍ରଭୁ ଆମ ପାଇଁ କଣ୍ଟାର ମୁକୁଟ ପିନ୍ଧିଲେ, ହାତରେ ଖଣ୍ଡ ଓଢ଼ାଗଲା, ଗୋଡ଼ରେ ଖଣ୍ଡ ଓଢ଼ାଗଲା, କିନ୍ତୁ ଆମେ ତ ୱାର୍ସିପ୍ କରୁଛୁ, ପ୍ରଭୁକୁ ଆମେ ଧନ୍ୟବାଦ ଦଉଛୁ, ଆଖି ଟିକେ ଆମର ଲୋକ ନାହିଁ। ଆମେ କେମିତି ପ୍ରସ୍ତୁତି କରୁଛୁ ପ୍ରଭୁଙ୍କ ପାଇଁ? କେମିତି ପ୍ରସ୍ତୁତ କରୁଛୁ? ଜଣେ ବ୍ୟକ୍ତି ନିଜ ସମାଜକୁ ବଞ୍ଚେଇବା ପାଇଁ, ଜଣେ ସମାଜକୁ ପ୍ରଭୁଙ୍କ ନିକଟକୁ ଆସିବା ପାଇଁ ସେ ଜୀବନ୍ତ କଣ ହେଲେ ଜାଣିଛନ୍ତି? ଟିକେ ପଢନ୍ତୁ ମୋ ସହିତ ନିରିମିଆ ପୁସ୍ତକ ଯିବା। ନିରିମିଆ ଏକ ପର୍ବର କିଛି ଅଂଶ ପାଠ କରିବା। ନିରିମିଆ କୋଉ ଜାଗାରେ ଅଛି? ନୂତନ ନା ପୁରାତନ? ପଢନ୍ତୁ 4 ପଦରୁ 3 ପଦରୁ ପଢି ଆସନ୍ତୁ। ଲମ୍ବା ହେଇଯିବ। 3 ପଦରୁ ପଢିବେ, ଘରେ ଗଲେ 1-4 ପଢିବେ। ପଢନ୍ତୁ। ସେତେବେଳେ ସେମାନେ ମତେ କହିଲେ, ବନ୍ଧିତରେ ରକ୍ଷିତ ସେଇ ପଦସ୍ଥ ଅବଶିଷ୍ଟ ଲୋକେ ମହା ଦୁଃଖ ଅପମାନ ଅଛନ୍ତି। ଆଉ ଜେରୁସାଲେମର ପ୍ରାଚୀର ଭଗ୍ନ ହୋଇ ପଡ଼ିଅଛି, ଆଉ ତହିଁର ଦ୍ୱାର ସବୁ ଅଗ୍ନିରେ ଦଗ୍ଧ ହୋଇଅଛି। ଏ ନିମିଆ ଯାହାକି ଯୋଉ ନିୟମିଆ ରାଜଧାନୀରେ ରହିବା ଲୋକ, ରାଜାଙ୍କ ପାଖରେ ଈଶ୍ୱର ଜୀବନ କାଟିବା ଲୋକ, ତାଙ୍କ ଭାଇ ଯେ କି କହୁଛି ନିମିଆ, ଏମିତି ଘଟଣା ଆମ ଜାଗାରେ ହେଇଛି। ଏଟା କେତେ ବର୍ଷର ଘଟଣା ଜାଣିଛନ୍ତି? 140 ବର୍ଷ ହେଇଛି। ଗୋଟେ ଦିନର ଘଟଣା ନୁହେଁ। ଏକ ରାଜତ୍ୱ ଜାଗାରେ ଉତ୍ତମ ଜୀବନ କାଟିବା ଲୋକ, ଏକ ଆରାମରେ ରହିବା ଲୋକ ନିମିଆ ଯେତେବେଳେ ଏଇ କଥାକୁ ଶୁଣୁଛି, ନିମିଆ ସିଧା ରାଜାଙ୍କ ପାଖରେ ଆସିକି କହୁଛି, ରାଜା, ତାର ଯେତେବେଳେ ପଢିବେ ତାର 2 ପର୍ବ 4 ପଦ ଟିକେ ଦୟାକରି ପଢନ୍ତୁ। ଏଥିରେ ରାଜା ମତେ କହିଲେ, ତେବେ ତୁମେ କି ବିଷୟରେ ନିବେଦନ କରୁଅଛ, ତହୁ ମୁଁ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲି। ପୁଣି ମୁଁ ରାଜାଙ୍କୁ କହିଲି, ଯେବେ ମହାରାଜାଙ୍କର ସନ୍ତୋଷ ହୁଏ ଓ ଆପଣଙ୍କ ଦାସ ଯେବେ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଥାଏ, ତେବେ ଜିହୁଦା ଦେଶକୁ ମୋର ପିତୃଲୋକଙ୍କ କବର ନଗରକୁ ମୋତେ ପଠାଇବା ପାଇଁ ଆଜ୍ଞା କରନ୍ତୁ। ତହିଁରେ ମୁଁ ତାହା ନିର୍ମାଣ କରିବି। ରାଜଧାନୀରେ ରାଜାଙ୍କ ପାଖରେ କାମ କରୁଥିବା ବ୍ୟକ୍ତି, ରାଜାଙ୍କ ପାଖରେ ଈଶ୍ୱର ଜୀବନ କାଟୁଥିବା ବ୍ୟକ୍ତି ଶୁଣିକି ଲେଖାଇଛି ବାଇବେଲରେ, ଆପଣ ଲୋକମାନଙ୍କ ପାଇଁ ସବୁ ଛାଡ଼ିକି ପଳେଇ ଆସେ। କାଣ୍ଡିନ ଭଳିଆ ଲୋକ, ଯୋଉ ଲୋକ ଯଦି ଭଲ ଜାଗାରେ ଖାଉଥିବ, ପିଉଥିବ, ରହୁଥିବ, ଛାଡ଼ିକି କେବେ ଆସିବ କି? ଆସିବ? କିନ୍ତୁ ନେହିମିଆ ଯେତେବେଳେ କଥାକୁ ଶୁଣିଲା, କଣ ଶୁଣିଲା ନେହିମିଆ? 140 ବର୍ଷର ଏଠି ପ୍ରାଚୀର ଭାଙ୍ଗିକି ପଡିଛି, ତାର ମାଟିର ସବୁ ଜିନିଷ ବିଖି ଦେଇକି ପଡିଛି। ଲୋକମାନେ ଦୁଃଖରେ ପଡିଛନ୍ତି, ଲୋକମାନେ ଅସହାୟ ଅବସ୍ଥାରେ ପଡିଛନ୍ତି। ତାଙ୍କ ଭାଇ ଯେ କହୁଛି ନେହିମିଆ ଏଇପରି ଘଟଣା ହେଇଛି। ଆଜିକାଲି ତ ଭାଇ ମାନେ ମୋର କଣ ଯାଉଛୁ, କିଏ ମରିଲେ କି କଣ ହେଲେ, ଆମେ ଚିନ୍ତାଧାରାରେ ବଞ୍ଚିଥାଉ। ମୋ ଭାଇ ହେଲେ କେତେ, ନ ହେଲେ କେତେ, କଣ ଖାଇ ପଢନ୍ତୁ। 4 ପଦକୁ ଆସନ୍ତୁ। ଏଇ କଥା ଶୁଣନ୍ତେ ବସିକି ବସିକି ଆଲୋଚନା କରୁନାହାନ୍ତି, କାହା ସହିତ ବାଦ ବିବାଦ କରୁନାହାନ୍ତି, କିନ୍ତୁ ତାଙ୍କ ଲୋକମାନଙ୍କୁ ବଞ୍ଚେଇବା ପାଇଁ ବାଇବେଲ କହି ନିରିମିଆ ବସିକି ପ୍ରାର୍ଥନା କରୁଛନ୍ତି। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ଆମେ ଆମ ଲୋକମାନଙ୍କ ପାଇଁ କେତେ ବସିକି ପ୍ରାର୍ଥନା କରୁଛୁ? ଆମେ ଆମ ସମାଜ ପାଇଁ କେତେ ବସିକି କାନ୍ଦୁଛୁ?
जितना दिया है हम प्रभु को उतना दें। कितने काम तो प्रभु कर पाए ଶନିବାର ଦିନ ଫାଷ୍ଟିଂକୁ ଆସନ୍ତୁ କାନ୍ଦନ୍ତୁ ନିଜ ପରିବାର ପାଇଁ। ମନେ ରଖିଥାଅ 2024-25 ଆଜି ମାତ୍ର 12ଟି ଦିନ ଆପଣଙ୍କ ଡାଏରୀ ନୋଟ୍ କରି ନେଇଥାନ୍ତୁ। ଯେଉଁ ବ୍ୟକ୍ତି ଏଇଠି କାନ୍ଦି ନ ପାରିବ ସେଇ ବ୍ୟକ୍ତି ନରକରେ ନିଶ୍ଚିତ ସେ କାନ୍ଦିବ। ହାଲେଲୁୟା ହାଲେଲୁୟା। ସେଥିପାଇଁ ପ୍ରଭୁ କହିଲେ ମୋର ପାଇଁ କାନ୍ଦ ନାହିଁ। କାହା ପାଇଁ କାନ୍ଦ? ଆପଣ ଆପଣା ପିଲାମାନଙ୍କ ପାଇଁ କାନ୍ଦ। ବର୍ତ୍ତମାନ ଦୁନିଆ ଅନ୍ଧକାର ହେଲାଣି, ଦୁନିଆ ବର୍ତ୍ତମାନ ଶେଷ ହେବାକୁ ଗଲାଣି। ସେଥିପାଇଁ ବାଇବେଲ କହେ ଥିସ୍ସଲୁନିକରେ ଭାବବାଣୀ କରାଯାଇଛି ଲୋକମାନେ ଅବାଧ୍ୟ ହେବେ, ପୁତ୍ର ସନ୍ତାନ ମାନେ କଥା ମାନିବେ ନାହିଁ। ଏବେ ଯଦି ଯୁବା ପିଲାକୁ ଯଦି ତୁମେ କିଛି କହିଦେବ ସେ ଘର ଛାଡ଼ିକି ପଳେଇଯିବ। ଆଗ ପିଲାମାନେ ଶୁଣୁଥିଲେ କିନ୍ତୁ ବର୍ତ୍ତମାନ ପିଲାମାନେ ଶୁଣୁନାହାନ୍ତି। ସୁସାଇଡ୍ ସେମାନେ କରିଦେଉଛନ୍ତି, ଖାଇବେ ନାହିଁ ଜିଦ୍ ସେମାନେ କରୁଛନ୍ତି। ମା ବାପାଙ୍କୁ ଖରାପ ଖରାପ ଭାଷାରେ ସେମାନେ ଗାଲି କରନ୍ତି। ବାଇବେଲ କହୁଛି ସେମାନେ ଅବାଧ୍ୟ ହେବେ। ତେଣୁ ଗୀତ ପଛରେ ଲେଖା ଅଛି କଣ? ପିଲାକୁ ତୁମେ କଣ କର? ବାଣୀରେ କଣ କର? ଶାସନ କର, ହେଲେ ତାର ପ୍ରାଣକୁ ତୁମେ କଣ କରିବ? ପାତାଳରୁ ବଞ୍ଚେଇବ। ଯୋଉ ମା ବାପା ଯଦି ବାଣୀ ବ୍ୟବହାର କରୁନ, ପିଲାକୁ ଯଦି ଗେଲ କରୁଛ ନେଇକି ଦେଇକି କେବେ ଚକୋଲେଟ ଦେଇକି ମୋର ଧର୍ମ ମୋର ଗେଲ ବୋଲି ମନ ରଖିଥାଅ, ସେଇ ପିଲା ଦିନେ ତୁମର ମୂଳ ପ୍ରତିଦିନ ମୁକ୍ତିବ। ସେ କହିବ ପାଷ୍ଟର ପ୍ରାର୍ଥନା କରନ୍ତୁ। ପାଷ୍ଟର ତ ପ୍ରାର୍ଥନା ସମସ୍ତଙ୍କ ପାଇଁ କରେ, ପାଳକ ସମସ୍ତଙ୍କ ପାଇଁ ପ୍ରାର୍ଥନା କରେ, କିନ୍ତୁ ଗୋଟେ ମା ବାପାର କର୍ତ୍ତବ୍ୟ କଣ? କିନ୍ତୁ ଆମେ ଅନେକ ସମୟରେ ଆମେ ଏଇ କଥା କହୁ ମା ଘରେ ଅଛି, ମା ପ୍ରାର୍ଥନା କରିବ, ମା କଣ କାମ। କିନ୍ତୁ ବାଇବେଲରେ ଏମିତି ଜଣେ ବାପା ଅଛନ୍ତି ସେ ତାଙ୍କ ପିଲାମାନଙ୍କ ପାଇଁ ପ୍ରାର୍ଥନା କରୁଥିଲେ। କିଏ ଥିଲେ ସେ ପିଲା? ସେ ବାପା କିଏ ଥିଲେ? ଆୟୁବ ଥିଲେ। ଲେଖା ଅଛି ବାଇବେଲରେ ଧନ୍ୟ ସେ ପୁରୁଷ ଯୋଉ ପୁରୁଷ ସଦା ପ୍ରଭୁ କଣ କରେ? ଭୟ କରି ଲେଖା ଅଛି ବାଇବେଲ। ସନ୍ତାନ ଖାଲି ମା ଏକଲା କରେ ନାହିଁ କି ମାର ଏକଲା ନୁହେଁ, ବାପାର ବି ଅଧିକାର ତା ପାଖରେ ଅଛି। ଦୁହିଁଙ୍କୁ ପ୍ରଭୁ ସମାନ ଅଧିକାର ଦିଆଯାଇଛି। କଣ ଲେଖା ଅଛି? ସନ୍ତାନ ଆମର ଗତ ଅଧିକାର ପୁରସ୍କାର। ଖାଲି ବାପା ମା ସ୍ୱର୍ଗ ଯିବେ ଆଉ ସନ୍ତାନ ମାନେ ନରକରେ ପଡିଥିବେ କି? ସନ୍ତାନ ମାନେ ବି କଣ କରିବେ? ସ୍ୱର୍ଗକୁ ଯିବେ। ତାଙ୍କୁ ବି ପ୍ରସ୍ତୁତ କରିବାର ଅଛି। ବାବୁରେ ସଣ୍ଡେ ଦିନ ରବିବାର ଦିନ ବିଶ୍ରାମ ଦିନ ଅଟେ। ରବିବାର ଦିନ ସଣ୍ଡେ ସ୍କୁଲର 8ଟାରେ ହୁଏ। ରବିବାର ଦିନ କିଛି କରିବା ନାହିଁ, ଆମେ ପ୍ରଭୁଙ୍କ ପାଖକୁ ଯିବା। ଯେମିତି ଆମେ ଭୋଜି ଖାଇଲେ କେମିତି ଯାଉ? ଭୋଜି ଖାଇଗଲେ କେମିତି ଯାଉ? ଫଟା ଚେରା ପିନ୍ଧିକି ଯାଉ, ଆମେ କେମିତି ଯାଉ? ଟିକେ ଲିପଷ୍ଟିକ ଲଗେଇବା, ଟିକେ ଆଇବ୍ରୋ ଟିକେ ସେଭ୍ କରିବା, ଟିକେ ଭଲ ଓଢ଼ଣୀ ଟିକେ ଧରିବା, ଟିକେ ପିଲାମାନେ ଭଲ ଜିନ୍ସ ପ୍ୟାଣ୍ଟ ଟିକେ ପିନ୍ଧିବେ। ଫଟା ଚେରା ପିନ୍ଧୁଛନ୍ତି ଆଜିକାଲି ପିଲାମାନେ। ସୁନ୍ଦର ବେଲ୍ଟ ହେବା କଥା, ଜୋତା ହେବା କଥା, ଟିକେ 5-10 ଟଙ୍କା ପ୍ୟାକେଟରେ ହେବା କଥା। ଯିବା ପାଇଁ କେତେ ପ୍ରସ୍ତୁତି, କାହା ପାଇଁ? ବାହାଘର ଜାଗତିକ ବିଷୟ ପାଇଁ। କିନ୍ତୁ ପ୍ରଭୁଙ୍କ ପାଖକୁ ଆସିବା ପାଇଁ ଆମେ ପ୍ରସ୍ତୁତ ନ ହେବା ଦ୍ୱାରା, ପ୍ରସ୍ତୁତ ନ ଆସିବା ଦ୍ୱାରା ଆମ ଚାନ୍ଦା ଥାଳିରେ ଆଜି ବି କେତେ ଟଙ୍କା ପଡୁଛି? ବତେଇ ଦଉଛୁ ପ୍ରଭୁଙ୍କୁ। ଆମର ପ୍ରଭୁ ଛୋଟ କି ବଡ କୁହନ୍ତୁ? ଆମର ପ୍ରଭୁ ଛୋଟ କି ବଡ? ଆମର ପ୍ରଭୁକୁ ଯୋଉ ଭଳିଆ ଆଦର କରିବା, ଯୋଉ ଭଳିଆ ଆମେ ମାନିବା, ଆମର ପ୍ରଭୁ ଆମକୁ ସେଇ ଭଳିଆ ମାନିବେ। ହାଲେଲୁୟା। ସେଥିପାଇଁ ସୋମବାରଠୁ ରବିବାର ତକ ପ୍ରଭୁ ଆମକୁ ପ୍ରସ୍ତୁତି ଦେଇଛନ୍ତି। କେବେ କେବେ ଦେଖିବ ଆସିଲା ପରେ ଚର୍ଚ୍ଚରେ ଖୋଜୁଥିବ ପଇସା ଅଛି କି ନାହିଁ, ପ୍ରସ୍ତୁତି ନାହିଁ। ବାଇବେଲ ଖବର କଲେ ବାଇବେଲ କଭରରେ 2 ଟଙ୍କା ପଡିଥିବ, କିଏ ଦେଖୁଛି ଖାମରେ ପକେଇଦେଲେ ଗଲା। କିଏ ପ୍ରସ୍ତୁତ ହୁଅନ୍ତୁ ପ୍ରଭୁଙ୍କ ପାଇଁ। ପ୍ରଭୁ ମୁଁ ରବିବାର ଦିନ ବିଶ୍ରାମ ଦିନ ଆଜି ପ୍ରଭୁ ମୁଁ ଯେ ପାଇଛି ମଙ୍ଗଳ ଦାନ ପ୍ରଭୁ ତାଠୁ ମୁଁ ଅଧିକ ଦେବି। ଆମର ଏଠି ଅଜୁ ବାହାରକୁ ଯାଏ, ଗାଡି ନେଇକି ଯାଏ, ତାକୁ ପଚାରନ୍ତୁ 10 ଟଙ୍କାରେ କଫି ଦେବି କି କହୁଛ? ପାଣି ବୋତଲ ଦାମ କେତେ ଅଛି? ବେଶୀ ଲିଟର ଦାମ କେତେ ଅଛି? 20 ଟଙ୍କା। ପାଣିର ଦାମ ବି ପ୍ରଭୁଙ୍କୁ ଆମେ ଦେଉଛୁ। କଣ କହୁଛୁ? କେତେ ଭଲ ପ୍ରଭୁ, କେତେ ଭଲ ରାଜା। ବାବୁ ଗୀତ ଗାଇବା ତମେ ଏକ୍ସପର୍ଟ, କିନ୍ତୁ ପ୍ରଭୁଙ୍କୁ ଦେବା ପାଇଁ ପାଣି ବୋତଲ ଦାମ ଟା ଦେଇପାରୁନ।
चप्पल गुटे दाम होचे 350 टंका आ सी लेदर चप्पल कि पति पिन्हे मो देखे बेले बेले 650 350 टंका लेखा है गुटे चप्पल भी दाम प्रभु कामे दे कि प्रकार प्रस्तुति हमर अछि प्रभु को जीवा खाली जीवा पाए लागि छु हम टिकट तो काटी देई छु बाकी सब नै छु सहभागिता को आई जीव तो जीव सीधा कि बिना कर्म रे जीव बिना काम न कले तो हमर मंथली जे सैलरी से बंद कर दे हम केते प्रस्तुति के नष्ट कर दिलो सारा मास हप्ता को सारा बांस में गिलु छु समस्त सुंदर खाउ छु हम सब करू छु आज हम किंतु प्रभु को कोन प्रस्तुति हम अछि हालेलुया हालेलुया तो एक तो सुनंद बसी देखन तो कोन बोले निंदिया बसी की ओदन को लेखा निज समाज में निज भाई बंधु पे निज पाछुरी प्रभु के पाछुरी पड़ी तो वो बसी की ओदन को जो देखा तो अरे कुछ तो नहीं दिया ना तो धन दिया ना तो पैसा दिया कि मुझसे प्रभु के पाकर बसी की कांदू छु वो केतेक दिन पर्यंत बिलाप करिले ना कांदिबा तो अलग କଥା बिलाप ने कोन बुझछु तो बिलाप करी कांदिले प्रभु ये समाज ये बंधु ये कुटुंब जो पाछरे भांगी जाईची प्रभु वहा को तुम निर्माण करो आमे परस पाई कांदी पारनो अछि किंतु परस दोष धरिबा पाई आमे एक न बाइबल को दोष लगाओ ना तुमको दोष लगा जीव दोष धरबा पाए एक नंबर तोर एमती ही तो समिति यदि भाई प्रभु बोले दोष लगाओ नहीं प्रभु बोले रे भाई सुनो रे तुम्हारा आखिर कोटा मन को टिके सफा करो समझ तो हमें अंध लोग कहां को से बाट देखि पारिबो यदि अंध सागर चलिबो निजे बुझी आखिर कोटा काढो बोले प्रभु कहले आज जे आबर कोटा कोड़ा है खाली दोषो पड़े तू एमती कर तू सेमती कर चली छी कोन लगा जी केते दिन पर्यंत विलाप करी पूरी स्वर्गस्थ परमेश्वर को छामु रे उपवास ओ प्रार्थना करी कोन लगा बाइबल रे प्रार्थना करी कहली हे सदा प्रभु स्वर्गस्थ परमेश्वर मो विनय करो छी तुमे महान भयंकर परमेश्वर जो माने तुमको प्रेम करती ओ तुमर सब आज्ञा पालन करती सेमानक पक्षरे तुमे नियम ओ दया पालन करिथाओ नियम दया पालन करिथाओ प्रभु को करो ताकि प्रभु को धन्यवाद दो हालेलुया हालेलुया बहुत जगह देखी बड़ा बिल्डिंग बड़ा चर्च मान अछि बड़ा अधिकारी मान अछि सुंदर चर्च मान अछि किंतु प्राय चर्च मान को उपवास प्रार्थना नहीं किंतु आम मंडली मो गर्व करे 2 जन हो 3 जन हो आज जाए आम उपवास प्रार्थना के छाड़ी बाइबल कहे बिना उपवास बिना ये समस्त कार्य सफल केबे निर्णय खांदिले व्यायाम करले प्रार्थना करले प्रभु को छमु लेगा जे बाइबल रे जो लोकना का जीवन परिवर्तन होतला जो लोकना के प्रभु को निकट सुनतले भंगा पड़िदिले दुख में पड़िदिले रोग में पड़िदिले पाप में पड़िदिले समान कर पैसे कोन करले उपवास प्रार्थना रोदन से प्रेम परिवार आमर ए मंडली जो बना जे आसुना किछि कहबा दरकार सेमानकर आदि ही गल से काठ को तुम कोन करि पारिबो सोले काठ की किंतु सोनार मूल्य केते अछि भल मूल्य सोना रूपार मूल्य अछि काठ केबे सोनिबो केते में गाह को कहंतु नै बाबू चर्च को जा रविवार दिन छोट छुआ से नुहे से बड़ है तार विचार के करिबो तार विचार प्रभु करिबे आज प्रभु विचार करती लिखा है कि खुदा का लाठी में आवाज नहीं प्रभु का बाणी रे आवाज नहीं जति भाई प्रभु प्रार्थना छाड़ी दियो तो लिखा है समय आसे उसे बुझी
ଯେଉଁମାନେ ଆଜି ସମୟକୁ ବୁଝିପାରୁନାହାନ୍ତି ବାଇବେଲ କହେ ସବୁଠାରୁ ବଳବାନ କହେ କିଏ? ଆପଣଙ୍କର ଧନ ନୁହେଁ, ଆପଣଙ୍କର ପରିଶ୍ରମ ନୁହେଁ, ଆପଣଙ୍କର ପଇସା ନୁହେଁ, ସବୁଠାରୁ ବଳ ହେଉଛି ସମୟ। ତେଣୁ ବାଇବେଲ କହେ ସମୟକୁ ଠିକ ସେ ବ୍ୟବହାର କର। ସମୟ କେବେ କାହାକୁ ମିଳେ ନାହିଁ। ଆଜି ତେବେ ସମୟ ମିଳିଛି, ବାଇବେଲ କହେ ସମୟକୁ ସତ ବ୍ୟବହାର କର। ହାଲେଲୁୟା, ହାଲେଲୁୟା ହାଲେଲୁୟା। ହାଲେଲୁୟା। ତେଣୁ ସେଇଦିନ ତାଙ୍କ ଲୋକମାନଙ୍କ ପାଇଁ ମିଳିବେ, କାନ୍ଦିଲେ, ପ୍ରାର୍ଥନା କରିଲେ। ତାର 6 ପଦକୁ ଦାଗିତେ ପଡବେଟା, ମୁଁ ତୁମ ବିରୁଦ୍ଧରେ ମୁଁ ତୁମ ବିରୁଦ୍ଧରେ ଆମ୍ଭମାନଙ୍କୁ କୃତ ଇସ୍ରାଏଲ ସନ୍ତାନଙ୍କର ପାପ ସ୍ୱୀକାର କରି ତୁମ ଦାସ ଇସ୍ରାଏଲର ସନ୍ତାନଙ୍କର ପକ୍ଷରେ ହୁଁ। ଦିବାରାତ୍ର ଏହି ସମୟରେ ହୁଁ। ତୁମ ଛାମୁରେ ଯେ ପ୍ରାର୍ଥନା କରୁଅଛି, ଦିବାରାତ୍ରି ତୁମ ଛାମୁରେ ପ୍ରାର୍ଥନା କରୁଅଛି, ଆପଣ ଦାସର ଆପଣ ଦାସର ସେଇ ପ୍ରାର୍ଥନା ଶୁଣିବା ପାଇଁ ଏବେ ତୁମର କର୍ଣ୍ଣ ଏବେ ନିବିଷ୍ଟ ତୁମ କର୍ଣ୍ଣ ନିବିଷ୍ଟ ଓ ତୁମର ଚକ୍ଷୁ ମୁକ୍ତ ହେଉ। ଆଉ ତୁମ ଚକ୍ଷୁ ମୁକ୍ତ ହଉ। ମୁଁ ମୁଁ ଓ ମୋର ପିତୃବଂଶ ହିଁ ପାପ କରୁଅଛୁ। ମୋ ପିତୃ ବଂଶ ହିଁ ପାପ କରୁଅଛି। ଆମ୍ଭେମାନେ ହଁ, ତୁମ ବିରୁଦ୍ଧରେ ଅତିଶୟ ଦୁଷ୍କର୍ମ ଆଉ କରୁଅଛୁ ତୁମମାନଙ୍କ ବିରୁଦ୍ଧରେ ଦୁଷ୍କର୍ମ କରିଅଛୁ। ଓ ତୁମ୍ଭେ ଓ ତୁମ୍ଭେ ଆପଣ ଦାସ ମୋସାଙ୍କୁ ଆପଣ ଦାସ ମୂଷାଙ୍କୁ ଯେଉଁ ଆଜ୍ଞା ଓ ବିଧି ଯୋଉ ଆଜ୍ଞା ବିଧି ଓ ଶାସନ ଆଦେଶ କରିଥିଲ, ଆଉ ଯୋଉ ଶାସନ ଆଦେଶ କରିଥିଲ, ତାହା ସବୁ ତାହା ସବୁ ଆମ୍ଭେମାନେ ପାଳନ କରିନାହୁଁ। ଆମ୍ଭେମାନେ ପାଳନ କରିନାହୁଁ। ସେଥିପାଇଁ ପ୍ରଭୁ କହିଲେ କିଛିକା ଏ ଦୁଷ୍ଟ ବଂଶକୁ, ଏ ନିର୍ଲଜ ବଂଶକୁ, ଏ କଠିନ ବଂଶକୁ, ଏ ପାପ କରୁଥିବା ଲୋକମାନେ, ତୁମ ବିରୁଦ୍ଧ କରୁଥିବା ଲୋକମାନଙ୍କୁ ତୁମେ ଏ କଥା କୁହ, ତୁମେ ପ୍ରସ୍ତୁତ ହୁଅ। ହାଲେଲୁୟା, ହାଲେଲୁୟା ହାଲେଲୁୟା, ହାଲେଲୁୟା ହାଲେଲୁୟା। ହାଲେଲୁୟା। ଆମେ କେମିତି ପ୍ରସ୍ତୁତ କରିଛୁ ପ୍ରଭୁ? ପ୍ରିୟ ମଣ୍ଡଳୀ, ଯଦି ଆଜି ଆମେ ପ୍ରସ୍ତୁତ ହେବା ନାହିଁ ହୋଇପାରେ ଆମେ ଆଗମନ ସମୟରେ ଛଡ଼ା ଯାଇପାରିବା। ସେଥିପାଇଁ ଆସୁ ଆଜି ଏଇ ସନ୍ଧ୍ୟା ସମୟରେ ମୁଁ ଏତିକି ବିନତି କରି ଅନୁରୋଧ କରିବି ମଣ୍ଡଳୀକୁ, କିଏ କ'ଣ କହୁ ନ କହୁ, କିଏ କ'ଣ କରୁଛି ନ କରୁଛି, କିଏ କାହା ବିଷୟରେ କ'ଣ ଚିନ୍ତା କରୁଛି ନ କରୁଛି, କିନ୍ତୁ ଆମେ ପ୍ରଭୁଙ୍କ ପାଇଁ ନିଜକୁ ଆମେ ପ୍ରସ୍ତୁତ କରିବା। ଖାଲି ନିଜକୁ ନୁହେଁ, ଆପଣ ସମାଜକୁ, ଆପଣ ପୁଅ ଝିଅମାନଙ୍କୁ, ଆପଣ ଆଖପାଖ ଲୋକମାନଙ୍କୁ ମଧ୍ୟ ଆମେ ପ୍ରଭୁଙ୍କ ପାଇଁ ପ୍ରସ୍ତୁତ କରିବା। କାରଣ ବାଇବେଲ କହେ ଦୁଷ୍ଟର ମରଣରେ ମୋର ସନ୍ତୁଷ୍ଟ ନୁହେଁ। ପ୍ରଭୁ ସମସ୍ତଙ୍କୁ ସମୟ ଦେଇଛନ୍ତି, ସମସ୍ତଙ୍କୁ ପ୍ରଭୁ ସୁଯୋଗ ଦେଇଛନ୍ତି, ସମସ୍ତଙ୍କୁ ପ୍ରଭୁ ଛାଡ଼ିଛନ୍ତି। ଏଇ ଦିନମାନଙ୍କୁ ପ୍ରଭୁଙ୍କ ପାଇଁ ଆମେ ପ୍ରସ୍ତୁତ ହେବା। ସେଥିପାଇଁ ପ୍ରଭୁ କହିଲେ ଏମାନେ ଶୁଣନ୍ତୁ ବା ନ ଶୁଣନ୍ତୁ, କିନ୍ତୁ ଯାଅ, କାରଣ ଏମାନଙ୍କୁ ତୁମେ ପ୍ରସ୍ତୁତ କର, ଏମାନଙ୍କୁ ତୁମେ ସଜାଅ। ଆଉ ସେଇଦିନ ନିରିମିଆ ଉପବାସ କଲେ, ପ୍ରାର୍ଥନା କଲେ, ଆଉ କ'ଣ କଲେ, ସେ ବାଜିକୁ ନିର୍ମଳ କଲେ। ଯଦି ଆଜି ଆମେ ମଣ୍ଡଳରେ କେହି ଯଦି ଆମେ ଏଇ ପ୍ରକାର ଅବସ୍ଥାରେ ଅଛୁ, ଆମେ ତାଙ୍କ ପାଇଁ କେବଳ ପ୍ରାର୍ଥନା କରିବା, ଉପବାସ କରିବା, ବିଳାପ କରିବା, ରୋଦନ କରିବା ପ୍ରଭୁଙ୍କ ପାଖରେ। ଦିନ ଆସିବ, ସମୟ ଆସିବ, ସେଦିନ ପରିବର୍ତ୍ତନ ହେବ। ଆସ ଆମେ ପ୍ରାର୍ଥନା କରିବା, ଆସ ଆମେ ପ୍ରଭୁଙ୍କ ନିକଟବର୍ତ୍ତୀ ହେବା। ପ୍ରଭୁ ପ୍ରଭୁ ଆଜି ଏବେ এই ক্ষণে প্রভু ମୋ ନିଜକୁ ପ୍ରସ୍ତୁତ କରିବି, କାରଣ ଆମେ ନିଜେ ନିଜେ ପାପର ଆମେ ଦାୟୀ ଅଟୁ। ସେଥିପାଇଁ ଆସୁ ନିଜକୁ ଆମେ ପ୍ରଭୁଙ୍କ ପାଖରେ ସମର୍ପିତ କରୁ। ପ୍ରଭୁଙ୍କୁ କହୁ, ପ୍ରଭୁ ମୁଁ ନିଜେ ପ୍ରସ୍ତୁତ ହେବା ପାଇଁ ଚାହେଁ। ବିନା ପ୍ରସ୍ତୁତିରେ ଆମେ କେବେ ପ୍ରଭୁଙ୍କ ରାଜ୍ୟକୁ ଆମେ ଯାଇପାରିବା ନାହିଁ। ମଣ୍ଡଳୀ ଆସୁ ଆମେ ପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହେବା, କାରଣ ଆଗମନ ସନ୍ନିକଟ ଅଟେ। ପ୍ରଭୁ କହିଲେ ଯଦି ତୁମେ ମନ ପରିବର୍ତ୍ତନ ନ କର, କେତେବେଳେ କୋଉ ସମୟରେ ଆସିକି ମୁଁ ପଢିବି ତାହା ତୁମେ ଜାଣିପାରିବେ ନାହିଁ। ପ୍ରଭୁ ତୁମର ବାକ୍ୟ ଦ୍ୱାରା, ତୁମର ଆତ୍ମାଙ୍କ ଦ୍ୱାରା ପ୍ରଭୁ ଆଜି ତୁମେ କଥା କହିଲେ। ପ୍ରଭୁ ଆମେ ମଣିଷ ଅନେକ ସମୟରେ ଆମେ ଲୋକମାନଙ୍କୁ ଦୋଷ ଧରି ବୁଲିଥାଉ, ଦୋଷ ଖୋଜିଥାଉ ପ୍ରଭୁ, ଦୋଷମାନଙ୍କ ଲୋକ ଖୋଜିଥାଉ ପ୍ରଭୁ, କିନ୍ତୁ ତୁମେ ଆଜି ଆମ କଥା କହିଲ, ତୁମେ ଓ ସମାଜକୁ ନିଜକୁ ତୁମେ ଆଜି ପ୍ରସ୍ତୁତ କର। କାହାକୁ ଦେଖିବା ପୂର୍ବରୁ, କାହାକୁ ଦୋଷ ଲଗାଇବା ପୂର୍ବରୁ, କାହାର ଭୁଲକୁ ଧରିବା ପୂର୍ବରୁ ପ୍ରଭୁ ଆମେ ଯେପରି ନିଜର ଭୁଲକୁ ଆମେ ଦେଖିପାରିବୁ, ଆମେ ଯେପରି ଆମର ପାପକୁ ଦେଖିପାରିବୁ, ଆମେ ଯେପରି ପ୍ରଭୁ ଆମର ଜୀବନକୁ ଯେପରି ତୁମକୁ ଦେଖିପାରିବୁ, ସେଇଭଳିଆ ପ୍ରଭୁ ତୁମେ ଆମକୁ କ୍ଷମା କରି ତୁମ ରାଜ୍ୟ ନିମନ୍ତେ ତୁମେ ଆମକୁ ପ୍ରସ୍ତୁତ କର। ମୁଁ ଅନୁରୋଧ କରିବି ପ୍ରଭୁଙ୍କ ଦାସୀଙ୍କୁ ଆମ ସମସ୍ତଙ୍କ ପାଇଁ ସେ ପ୍ରାର୍ଥନା